ହାତରେ ମୁଁ ରାଜା ହୋଇଥାନ୍ତି। ବିଧାତା ଭାଲରେ ଲେଖିଥିଲା ଯେ ମୋ ପ୍ରିୟାର ବିଚ୍ଛେଦ ହେବ। ମନ୍ଥରା ମନ୍ଥନ କରି ବନ ଗମନ କରାଇଲା। ପଞ୍ଚବଟିରେ ବିହାର କରି ଦିନ ବଞ୍ଚୁଥିଲୁ। ହରି ବା ସିଂହର ବଲ୍ଲଭୀ ବା ସିଂହୀକୁ କଞ୍ଚକ ବା ଶୃଗାଳ ହରି ନେଇଛି। କୋଉଠି ଅଛି? ମୋର ଅଗୋଚର ହେବାରୁ ଅକଥିତ ବେଦନା ଜାତ ହେଉଛି। ଶଙ୍ଖାସୁର ଚୋରାଇ ବେଦକୁ ସିନ୍ଧୁରେ ରଖିବା ଭଳି ଜାନକୀ ଲଙ୍କା ଦେଶରେ ଅଛି। ଏ ସନ୍ଦେଶ କବନ୍ଧ ରାକ୍ଷସ ଦେଇଛି। ତାହାର 20 ଭୁଜ 10 ମୁଣ୍ଡ ମୁଁ ନିଶ୍ଚୟ ଛେଦନ କରିବି। ମୋ ବିଗ୍ରହ ବା ଶରୀରରୁ ସୀତା ରୂପୀ ଜୀବକୁ ସେ ଭିନ୍ନ କରିଛି। ମୁଁ ତା ବିଗ୍ରହ ବା ଶରୀରରୁ ତା ଜୀବ ଖୁବ୍ ନିକଟରେ ଭିନ୍ନ କରିଦେବି। ମୋର ମନ ପ୍ରାଣ ଜାନକୀ ପାଖରେ ବିକା ହୋଇଛି। ଏବେ କୁହ, କିଏ ତୁମେ? ରାମଙ୍କ ଦର୍ଶନରେ ହନୁମାନଙ୍କର ବଳ ବୃଦ୍ଧି ହେଲା। ଏ ପର୍ବତରେ ଆତ୍ମଗୋପନ କରିଛନ୍ତି ସୁଗ୍ରୀବ। ମୁଁ ତାଙ୍କ ଭଉଣୀଙ୍କ ପୁଅ ବୋଲି କହିଲେ। ବଳରିପୁ ବା ଇନ୍ଦ୍ରଙ୍କ ସୋଦର ବା ଭ୍ରାତା ପବନଙ୍କ ପୁତ୍ର ହନୁମାନ। ଜଗତର ବିଭୁ ପ୍ରଶ୍ନ କଲେ, କପି ହୋଇ ଦିବ୍ୟ କିରୀଟି କିପରି ଧାରଣ କଲ? ପବନ ତନୟ କହିଲେ, ହେ ବ୍ରହ୍ମାଣ୍ଡନାଥ, ବ୍ରହ୍ମାଙ୍କ ବରରେ ମୁଁ ଏହା ପାଇଛି। ବାରମ୍ବାର ପ୍ରଭୁଙ୍କ ପଦ୍ମ ପାଦରେ ଦଣ୍ଡବତ କରି ବାରଣତ୍ରାଣ ବା ଗଜ ଉଦ୍ଧାରଣ ପ୍ରଭୁଙ୍କୁ ମାତୁଳ ସୁଗ୍ରୀବଙ୍କ ପାଖକୁ ଘେନିଗଲେ ହନୁମାନ।
ବସି ସୁଗ୍ରୀବଏ ଗିରି ଅନୁସରେ ବନ ଧୀରେ ମଇନାକ ଲୁଚିଲାର ସରେ ବହିନି ତନୁଜ ମୁଢି ନାମ ହନୁମାନ ବହିନ କାହାରେ ପ୍ରୀତି ରହେ ସାନୁମାନ বিজে কর ঘন শ্যাম সে সারঙ্গ বিজে কুম্ভ কৃপা জল বসে করু রঙ্গ বিধু করে মহোজ্জ্বল যেমন্তে রজনী বিধু প্রভা অধিক রজনী হেলে জনী ব্যবস্থিতে পড়িଅଛି ସେହି କାଳ ସାର ବ୍ୟବହାରେ ହେବ ଏବେ ବିଖ୍ୟାତ ସଂସାର ବିଲୋମେ ପଦ୍ମଲୋଚନ ভাসে ଭାରତୀ কি তিলক করিবা ধর নিজ মূরতি কি বহু বীর শাখা মৃগ তনু তত পর বহুত আনন্দ চাহি হেলে খর পর বিভু জগতর চাহি পুছিলে ঝটিত বিভূষণ কপি হই দিব্য কিরীটিত ব্রহ্মাবরে পাইছি মু পবন তনয় ব্রহ্মাণ্ড নাথ শুণ হে পুলিশ বিনয় বার বার পদ্ম পাদে বিহিদণ্ডবত বারণ ত্রাণଙ୍କୁ ঘেনি গলা পর্বত বোঝি মাতুলকু রাম পাশে ভেটাইলা বোঝি তুমতলে প্রবালরে বসাইলা বিকশিত কলে রাম বেগে সচরিতা বিকটন সুতা ফুল কথিত তরিতা বিকশিত কলে রাম বেগে সচরিতা ବୋଧିଦ୍ରୁମ ବା ଅଶ୍ୱତ୍ଥ ଗଛ ତଳେ କଅଁଳ ପତ୍ରରେ ବସାଇଲେ ହନୁମାନ ରାମ ଲକ୍ଷ୍ମଣଙ୍କୁ। ବିକର୍ତ୍ତନ ସୁତ ଅର୍ଥାତ୍ ସୂର୍ଯ୍ୟ ସୁତ ସୁଗ୍ରୀବ କହିଲେ ବିଧି ବସେ ବା ଦୈବ ଯୋଗେ ବାନର ରୁକ୍ଷ ରାଜା
ସ୍କନ୍ଦ ବା କାର୍ତ୍ତିକଙ୍କ ବନରେ ପଶି ପୁରାଣ ବର୍ଣ୍ଣିତ ପାର୍ବତୀଙ୍କ ଶାପ ହେତୁ ପୁରୁଷ ରୂପ ଛାଡ଼ି ସ୍ତ୍ରୀ ହୋଇଗଲେ। ପୃଷା ବା ଇନ୍ଦ୍ର ଓ ଭାନୁ ବା ସୂର୍ଯ୍ୟ ତାଙ୍କୁ ଦେଖି ମୋହିତ ହେବାରୁ ଉଭୟଙ୍କ ଔରସରୁ ଜାତ ହେଲେ ବାଳୀ ଓ ସୁଗ୍ରୀବ। ପାର୍ବତୀଙ୍କ ବନରୁ ଏ ଦୁହିଁଙ୍କୁ ଉଦ୍ଧାର କରି ବନରୁହୋଦ୍ଭବ ଅର୍ଥାତ୍ ପଦ୍ମରୁ ଉଦ୍ଭବ ହୋଇଥିବା ବ୍ରହ୍ମା କିଷ୍କିନ୍ଧା ରାଜା ଖଡ଼ିଦଙ୍କୁ ଏ ଦୁହିଁଙ୍କୁ ସମର୍ପି ଦେଲେ। ବାଳୀ ହେଲା ଯୁବରାଜ। ତାର ସମକକ୍ଷ ଯୋଦ୍ଧା କେହି ନଥିଲା। ଦୁନ୍ଦୁଭି ରାକ୍ଷସ ତା ସହିତ ବାଦ କରି ପରାଜିତ ହେଲା। ବାମ ହାତରେ ତା ପାଦ ଧରି ବୁଲାଇଲା ବାଡ଼ି। ତା ନାକରୁ ରକ୍ତ ବହି ମତଙ୍ଗ ଋଷି ଥିବା ଋଷ୍ୟମୁଖ ପର୍ବତରେ ପଡ଼ିବାରୁ ଋଷି ଶାପ ଦେଲେ, ଏ ପର୍ବତକୁ ଆସିଲେ ତୋର ମୃତ୍ୟୁ। ତାର ଭ୍ରାତା ସଙ୍ଗରେ ଯୁଦ୍ଧ କରିବାରୁ ପାତାଳକୁ ଯାଇଥିବା ଗର୍ତ୍ତରୁ ରକ୍ତ ବୋହିଲା। ବାଳୀ ନାଶ ଗଲା ଭାବି ଦୁଃଖରେ ମୁଁ ଫେରିଲି। ମୋର ଅଭିଷେକ ହେଉଥିବା ବେଳେ ବାଳୀ ପହଞ୍ଚି ମୋ ପତ୍ନୀକୁ ନେଇଗଲା। ମୋତେ ଜୀବନରେ ମାରିଦେବାକୁ ବସିଥିଲା। ଏ ପର୍ବତକୁ ଆସି ମୁଁ ବଞ୍ଚି ଯାଇଛି।
ତାକୁ ସୁମେରୁ ପର୍ବତେ ବାହାରୁ ସେ ଦୈତ୍ୟ ଭଏ ସ୍ତୁତିରେ ପ୍ରବର୍ତ୍ତେ ବିଧାତ ପାରିଲେ ରଚ କପି ସେ ସଂଗ୍ରାମ ବିଭାବରୀ କର ଶୁଣି ଭାଙ୍ଗିଲା ଏ ଗ୍ରାମ ବିଧାନେ ମଦାନ୍ଧ କରି ସେ ହରିବର ବିଧା ପ୍ରହାର ଉଚିତେ ପ୍ରକଟ ରାବର বলি গর্ব খর্ব হই এতে কদয়িত বলিবদ্ধ রূপ ধরি হেউ পলায়িত কামজারে ইন্দ্রসূত কাহি রক্ষণ বাম করে পাদ ধরি ভুলাউ তৎক্ষণ বিসর্জিলা প্রাণ নাশা গন্ধে জাত রক্ত বিপতিতে মাতঙ্গ আশ্রমে সে বিরক্ত বিহিত মণি অমর হিত সে রসিলে বিহিসা পতর মৃত্যু এ শৈলে আসিলে বহিষব তাহা জানি আনিয়ে নিকটে বহিত্র যে মন্ত স্থিত সমুদ্রে প্রকটে পৃথু তুঙ্গ নভেদে ভিদুর বলাৎকারে বালি ঘেরি বলিয়েতে দূর বড় ক্রোধে তাপ্রাত মায়াবী আগতরে বড় প্রাসাদ ভাঙ্গি নগরু সতরে হরসে যোদ্ধারে মরা মরি তলে তলে পরশে দুঃখী কড়াই নেই রসাতরে দ্বারে দর্শনাশে বাহার রুধির